ମୁଁ ଜାଣିନଥିଲି ସେମାନେ ମୋ ଝିଅକୁ ନେଇଗଲେ। ମୁଁ ମନା କରିଥିଲି ମୋ ଝିଅକୁ ତାଙ୍କ ସହିତ ଛାଡ଼ିବିନି ବୋଲି, ହେଲେ ସେମାନେ ଜୋର ଜବରଦସ୍ତି ମୋ ଝିଅକୁ ସାଙ୍ଗରେ ନେଇଗଲେ। ଆଉ ଏବେ ମୋ ନିରୀହ ଝିଅକୁ ମାଡ଼ ମାରି ରାସ୍ତାରେ ଫିଙ୍ଗିଦେଲେ। ହଁ ଆଜ୍ଞା, ଥରେ ନଜର ପକାନ୍ତୁ ଏ ନାବାଳିକା ଝିଅକୁ। ବୟସ ମାତ୍ର 10ରୁ 12 ବର୍ଷ ହୋଇଥିବ, କିନ୍ତୁ ସେହି ନାବାଳିକା ସହିତ ଘଟିଯାଇଥିବା ସବୁ ଘଟଣା ବିଷୟରେ ଯଦି ଆପଣ ଜାଣିବେ ତାହେଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ନାବାଳିକା ଝିଅ ଜଣକ ପରିବାରର 5 ଭାଇ ଭଉଣୀ ହୋଇଥିବା ବେଳେ ତାଙ୍କର ମା' ଗତ 3 ବର୍ଷ ହେବ ପାରାଲିସିସ୍ ରୋଗରେ ଘରେ ପଡ଼ିଛନ୍ତି। ଆଉ ଏହି ସମୟରେ ସେହି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବେ କହି ତାଙ୍କ ଝିଅକୁ ସାଙ୍ଗରେ ନେଇଯିବା ପାଇଁ କହିଥିଲେ। ଏପଟେ ଗରିବର ପାହାଡ଼ ତଳେ ଚାପି ହୋଇଯାଇଥିବା ପରିବାର ନିଜ ଝିଅକୁ ଛାଡ଼ିବା ପାଇଁ ମନା କରିଥିଲେ ସୁଦ୍ଧା ସେ ଦଲାଲ ଝିଅକୁ ସାଙ୍ଗରେ ନେଇ ଭୁବନେଶ୍ୱର ଚାଲି ଆସିଥିଲା। ଆଉ ଏଠାରେ ଜଣେ ମହିଳାଙ୍କ ପାଖରେ ତାଙ୍କୁ ଘର କାମ କରିବା ପାଇଁ ଛାଡ଼ି ଚାଲି ଯାଇଥିଲା। କିନ୍ତୁ କାମ କରିବାର 1 ବର୍ଷ ଭିତରେ ସେହି ନାବାଳିକା ଝିଅ ଉପରେ ଘର ମାଲିକାଣୀ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲା। ଏମିତିକି ଅନେକ ସମୟରେ ସେହି ଝିଅକୁ ମାଡ଼ ମାରିବା ସହିତ ଶେଷରେ ତାକୁ ଘରୁ ବାହାର କରିଦେଇଥିଲା। ତେବେ ଘଟଣା ପରେ ଝିଅଟି ନିଜ ଜୀବନ ବଞ୍ଚାଇ ସେଠାରୁ ଘରକୁ ଚାଲି ଆସିବ ବୋଲି ଟ୍ରେନ୍ରେ ବସିଥିଲା, କିନ୍ତୁ ତାର ସେ ଦୁଃଖ ହୁଏତ ସେତିକିରେ ଶେଷ ହୋଇନଥିଲା। ଯାଜପୁର ଷ୍ଟେସନରେ ପାଣି ପିଇବା ପାଇଁ ତଳକୁ ଆସିଥିବା ବେଳେ ସେ ଟ୍ରେନ୍ ମଧ୍ୟ ଚାଲି ଯାଇଥିଲା। ଏପରି ଅବସ୍ଥାରେ ସେ ନାବାଳିକା ଝିଅ କୁଆଡ଼େ ଯିବ ସେ କଥା ସେ ନିଜେ ବି ଜାଣିନଥିଲା। ଆଉ ସେ ସମୟରେ ଭଗବାନଙ୍କ ପରି ତା ପାଖରେ ପହଞ୍ଚିଥିଲେ ମା ତାରିଣୀ ଜନସେବା ଟ୍ରଷ୍ଟର ସଦସ୍ୟ। ସେହି ଷ୍ଟେସନରୁ ତାକୁ ଉଦ୍ଧାର କରିବା ପରେ ନାବାଳିକା ଝିଅକୁ କେନ୍ଦୁଝର ଯୋଡ଼ା ବାଁଶ ପାଣିରେ ରହୁଥିବା ସେ ନାବାଳିକା ଝିଅର ବାପା ମାଆଙ୍କ ପାଖରେ ଛାଡ଼ିଥିଲେ। କେବଳ ସେତିକି ନୁହେଁ ଆଜ୍ଞା, ଏ ଟ୍ରଷ୍ଟର ସଦସ୍ୟ ଭୁବନେଶ୍ୱର ରହୁଥିବା ସେହି ମହିଳାଙ୍କ ସହିତ ମଧ୍ୟ ଫୋନ୍ ଯୋଗେ କଥା ହେବାକୁ ଚାହିଁଥିଲେ, କିନ୍ତୁ ମହିଳା ଜଣକ ନିଜର ପରିଚୟକୁ ଠିକ୍ ଭାବରେ ଦେଇନଥିଲେ। ତେବେ ନାବାଳିକା ଝିଅକୁ ସୁରକ୍ଷିତ ଭାବରେ ଆଣି ନିଜ ପରିବାର ଲୋକଙ୍କ ପାଖରେ ପହଞ୍ଚାଇବା ପରେ ଉକ୍ତ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଥିବା ଦେଖିବାକୁ ମିଳିଥିଲା। ଆପଣଙ୍କ ଝିଅକୁ ଆପଣ କୋଉଠି ଛାଡ଼ିଥିଲେ? ରନିମୁଣ୍ଡାକୁ ଭୁବନେଶ୍ୱର। କାହା ଘରେ ଛାଡ଼ିଥିଲେ? ଘର ତ ମୁଁ ଜାଣି ନାହିଁ। ତାଙ୍କ ନାଁ ଜାଣିଛନ୍ତି? ନା ବି ନାହିଁ ଜାଣି। ନା ବି ଜାଣିନାହାନ୍ତି ଆପଣ? ଠିକ୍ ଅଛି। ଆପଣଙ୍କୁ କିଏ ସହଯୋଗ କରିଥିଲେ ସେଠି କାମରେ ରଖିବା ପାଇଁ? ଏଇ ସେଇ ବସ୍ତିବାଲା ଏଇନା ରାତି ହେଇଯାଇଛି। ତାଙ୍କ ନାଁ କ'ଣ ଯିଏ ଆପଣଙ୍କ ଝିଅକୁ ନେଇକି ଭୁବନେଶ୍ୱରରେ ରଖେଇଥିଲେ? ଘାସିନୀ ମାକୁଡ଼। ଘାସିନୀ ମାକୁଡ଼। ଓହୋ। ଆଉ ଯାହା ଘରେ ରହୁଥିଲେ ଭୁବନେଶ୍ୱରରେ ତାଙ୍କ ନାଁ କ'ଣ? ତାଙ୍କ ନାଁ ଜାଣିନି। ତାଙ୍କ ନମ୍ବର ରଖିଛନ୍ତି ଆପଣ? କେତେ ଦିନ? ଏଇଟା ଏଇ ବର୍ଷେ। କେନ୍ଦୁଝରରୁ ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ, A1 ଓଡ଼ିଆ।